ଏହି ବିଶେଷ କାର୍ଯ୍ୟକ୍ରମରେ ମୁଁ ପ୍ରତ୍ୟେକଙ୍କୁ ସ୍ୱାଗତ ଜଣାଏ। ଅନେକ ବିଷୟ ଆମେ ଶିକ୍ଷା କରୁ। ଆଜି ମଧ୍ୟ ଏକ ବିଶେଷ ବିଷୟ ନେଇ ଆମେ ଧ୍ୟାନ କରିବା। କେବଳ ଆଜି ନୁହେଁ, ଆଜିଠୁ 4 ଦିନ ଆମେ ଏକ ବିଶେଷ ବିଷୟ ନେଇ ଧ୍ୟାନ କରିବା। ଏହି ପୃଥିବୀରେ ଅନେକ ପ୍ରାଣୀ ବାସ କରନ୍ତି। ପ୍ରଭୁ ଅନେକ ପ୍ରାଣୀକୁ ସୃଷ୍ଟି କରିଅଛନ୍ତି। ବାଇବେଲରେ ମଧ୍ୟ ଆମେ ଦେଖୁ ଅନେକ ପ୍ରାଣୀ ବିଷୟରେ ଲେଖାଯାଏ। କିନ୍ତୁ ଏକ ବିଶେଷ ଅଂଶକୁ ଯେତେବେଳେ ଆମେ ପାଠ କରୁଛୁ, ହିତୋପଦେଶ ତାର 30 ପର୍ବ ଏବଂ ତାହାର 24 ପଦ ଠାରୁ ଯଦି ଆମେ ପାଠ କରିବା 27 ପଦ ପର୍ଯ୍ୟନ୍ତ ବା 28 ପଦ ପର୍ଯ୍ୟନ୍ତ ଯଦି ଆମେ ପାଠ କରିବା, ସେଠାରେ ଆମେ ଦେଖିବା ଯେ ଜାକିର ପୁତ୍ର ଆଗୁର ସେ ଏଠାରେ 4 ପ୍ରାଣୀ ବିଷୟରେ, ବିଶେଷ କରି 25 ପଦରୁ 28 ପଦ ମଧ୍ୟରେ ସେ 4 ପ୍ରାଣୀ ବିଷୟରେ ଲେଖନ୍ତି। ଆଉ ଏଇ 4 ପ୍ରାଣୀ ଆମମାନଙ୍କୁ ଅନେକ ଶିକ୍ଷା ମଧ୍ୟ ଦିଅନ୍ତି। ଏଇ 4 ପ୍ରାଣୀ ପାଖରୁ ଆମେ ଅନେକ ଶିକ୍ଷା ଲାଭ କରିପାରିବା। ଆମେ ଗୋଟିଏ ଗୋଟିଏ ପ୍ରାଣୀ ବିଷୟରେ ପ୍ରତିଦିନ ଧ୍ୟାନ କରିବା ଏବଂ ସେମାନଙ୍କ ପାଖରୁ କିଛି ଶିକ୍ଷା ଲାଭ କରିବା। ଆଜି ଆମେ ଧ୍ୟାନ କରିବା ପିମ୍ପୁଡ଼ି ପାଖରୁ କିଛି ଶିକ୍ଷା କରିବା। ଆଉ ଏଇ 4 ପ୍ରାଣୀ ଯାକ ଆମେ ଦେଖୁ, ସେମାନେ ବହୁତ ଛୋଟ ପ୍ରାଣୀ, ବହୁତ ଛୋଟ ଛୋଟ ପ୍ରାଣୀ ଏମାନେ, କିନ୍ତୁ ଆମକୁ ବହୁତ ବଡ଼ ବଡ଼ ଶିକ୍ଷା ସେମାନେ ଦିଅନ୍ତି। ଆମେ ବାଇବେଲରୁ ଗୋଟେ ଅଂଶ ମଧ୍ୟ ପାଠ କରିବା। ହିତୋପଦେଶ 30 ପର୍ବ ତାର 24 ପଦ ଏବଂ 25 ପଦକୁ ଆଜି ଆମେ ପାଠ କରିବା। 24 ପଦ ଏବଂ 25 ପଦ ସେଠାରେ ଲେଖାଯାଉଛି, 4 ପ୍ରାଣୀ ପୃଥିବୀରେ ସାନ, ମାତ୍ର ଅତିଶୟ ଜ୍ଞାନବାନ। ପିମ୍ପୁଡ଼ି ଗଣ ଦୁର୍ବଳ ଜାତି, ତଥାପି ଗ୍ରୀଷ୍ମ କାଳରେ ଆହାର ସଞ୍ଚୟ କରନ୍ତି। ପିମ୍ପୁଡ଼ି ଗଣ ଦୁର୍ବଳ ଜାତି, ତଥାପି ଗ୍ରୀଷ୍ମ କାଳରେ ଆହାର ସଞ୍ଚୟ କରନ୍ତି। ଏଠାରେ ପିମ୍ପୁଡ଼ି ମାନଙ୍କ ବିଷୟରେ ଲେଖାଯାଏ। ପିମ୍ପୁଡ଼ି ଦୁର୍ବଳ ଜାତି, ମାତ୍ର ଗ୍ରୀଷ୍ମ କାଳରେ ଆହାର ସଞ୍ଚୟ କରନ୍ତି ବୋଲି ଲେଖାଯାଏ। ହିତୋପଦେଶରେ ଆଉ ଏକ ସ୍ଥାନରେ ମଧ୍ୟ ପିମ୍ପୁଡ଼ି ମାନଙ୍କର ବିଷୟରେ ଲେଖାଯାଏ। ଯଦି 6 ପର୍ବ ଆମେ 6 ପଦରୁ 8 ପଦ ପଢ଼ୁ, ସେଠାରେ ମଧ୍ୟ ଜ୍ଞାନୀ ସୋଲୋମନ ଲେଖନ୍ତି, ହେ ଅଳସୁଆ, ତୁମେ ପିମ୍ପୁଡ଼ିମାନଙ୍କ ପାଖକୁ ଯାଅ, ତାହାର କ୍ରିୟା ବିବେଚନା କର ଏବଂ ଜ୍ଞାନୀ ହୁଅ। ତାହାର ବିଚାରକର୍ତ୍ତା କି ଅଧ୍ୟକ୍ଷ କି ପ୍ରଭୁ କେହି ନଥିଲେ ହେଁ ସେ ଗ୍ରୀଷ୍ମ କାଳରେ ନିଜର ଆହାର ପ୍ରସ୍ତୁତ କରେ, ପୁଣି ଫସଲ ସମୟରେ ଆହାର ସଞ୍ଚୟ କରେ। ଏହା ଜ୍ଞାନୀ ସୋଲୋମନ ଲେଖନ୍ତି। ଆମେ ସମସ୍ତେ ପିମ୍ପୁଡ଼ି ମାନଙ୍କୁ ଦେଖୁ, ବଡ଼ ସୁନ୍ଦର ଲାଗେ। ଆଉ ଅନେକ ଇଣ୍ଟରେଷ୍ଟିଂ ବିଷୟ ଗୁଡ଼ିକ ଆମେ ତାଙ୍କ ପାଖରୁ ଶିଖିପାରୁ, ଦେଖିପାରୁ। ସେମାନଙ୍କର ଚାଲିବା, ଧାଡ଼ି ଧାଡ଼ି କରି ଯିବା, ପାଟିରେ ଆହାର ଧରି ଯିବା ଏବଂ ଆହାରକୁ ଖୋଜିବା, ଏସବୁ ବିଷୟ ଆମକୁ ବଡ଼ ଇଣ୍ଟରେଷ୍ଟ ଲାଗେ। ଏହା ମଧ୍ୟ ଦେଖୁ ଯେ ସେମାନେ ନିଜ ଶରୀରର ଓଜନ ଠାରୁ ବେଶୀ ଓଜନର ଖାଦ୍ୟ ଧରି ଚାଲୁଥାନ୍ତି। ଆମେ ଯେଉଁ ଅଂଶ ପାଠ କଲୁ, ସେଠାରେ ଆମେ ଦେଖୁ ଯେ ପିମ୍ପୁଡ଼ି ଅତି ଦୁର୍ବଳ ଜାତି ବୋଲି ଲେଖାଇଛି, ମାତ୍ର ଗ୍ରୀଷ୍ମ କାଳରେ ଆହାର ସଞ୍ଚୟ କରନ୍ତି। ପିମ୍ପୁଡ଼ି ମାନେ ଗ୍ରୀଷ୍ମ କାଳରେ ଯେଉଁଠାରେ ଯାହା ଖାଦ୍ୟ ପଦାର୍ଥ ମିଳିଥାଏ ତାକୁ ଖାଇବା ସହିତ ଆହୁରି ନେଇ ଆସନ୍ତି ଏବଂ ସଞ୍ଚୟ ମଧ୍ୟ କରନ୍ତି। ଗ୍ରୀଷ୍ମ କାଳ ଏବଂ ବର୍ଷା କାଳ ନିମନ୍ତେ ଗ୍ରୀଷ୍ମ କାଳରେ ସେମାନେ ସଞ୍ଚୟ କରନ୍ତି ଏବଂ ଶୀତ କାଳ ଏବଂ ବର୍ଷା କାଳ ନିମନ୍ତେ ସେମାନେ ତାହା ରଖନ୍ତି, ତାକୁ ବ୍ୟବହାର କରନ୍ତି। ପିମ୍ପୁଡ଼ି ପାଖରେ ବଳ ନାହିଁ ସତ, କିନ୍ତୁ ସେମାନଙ୍କ ପାଖରେ ଜ୍ଞାନ ଅଛି ଏବଂ ସେମାନେ ପରିଶ୍ରମୀ ଅଟନ୍ତି।
ତେଣୁ ଜ୍ଞାନୀ ସୋଲୋମନ ମଧ୍ୟ କୁହନ୍ତି ଅଳସୁଆମାନେ ପିମ୍ପୁଡ଼ି ପାଖକୁ ଯାଇ ଶିଖ ବୋଲି କହୁଛନ୍ତି। ପିମ୍ପୁଡ଼ିମାନଙ୍କୁ ଯେତେବେଳେ ଆମେ ଦେଖୁ ଏକ ବିଶେଷ ବିଷୟ ସେମାନଙ୍କ ଠାରୁ ଦେଖୁ। ସେମାନେ ଏକ ଧାଡ଼ି ଧାଡ଼ି କରି ଚାଲିଥାନ୍ତି। ଆମେ ଯଦି କୌଣସି ପ୍ରତିବନ୍ଧକ ତାଙ୍କୁ ରାସ୍ତାରେ ରଖିଦେଉ, ସେମାନେ ଯିବା ପଥରେ ଯଦି କୌଣସି ପ୍ରତିବନ୍ଧକ ରଖୁ, ସେମାନେ ସେଠାରେ ଅଟକି ଯାଆନ୍ତି ନାହିଁ, ସେମାନେ ରହିଯାଆନ୍ତି ନାହିଁ, ତାଙ୍କର କାର୍ଯ୍ୟକୁ ବନ୍ଦ କରିଦିଅନ୍ତି ନାହିଁ, ବରଂ ଅନ୍ୟ ରାସ୍ତା ଖୋଜି ଚାଲନ୍ତି। ଏହାର ଅର୍ଥ ନିଜ ଜୀବନରେ କେତେ ପ୍ରତିବନ୍ଧକ ଆସିଲେ ପିମ୍ପୁଡ଼ି କଦାପି ହାର ମାନେ ନାହିଁ, ବରଂ ଆଗକୁ ହିଁ ବଢ଼ିଥାଏ। ଆମେ ପିମ୍ପୁଡ଼ି ପାଖରୁ ଶିକ୍ଷା ପାଉ ଯେ ସେ ଦୁର୍ବଳ ହେଲେ ମଧ୍ୟ ବୁଦ୍ଧିମାନ ଅଟେ। ସେ ଗ୍ରୀଷ୍ମ କାଳରେ ଚିନ୍ତା କରି ଶୀତ ଓ ବର୍ଷା ଋତୁ ନିମନ୍ତେ ଆହାର ସଞ୍ଚୟ କରେ। ସେ ଅନେକ ପରିଶ୍ରମ କରି ଖାଦ୍ୟ ସଞ୍ଚୟ କରିଥାଏ ଏବଂ ଜୀବନରେ ଯେତେ ପ୍ରତିବନ୍ଧ ଆସିଲେ ମଧ୍ୟ ସେ ହାର ମାନେ ନାହିଁ। ଆମେ ଶିଖୁ ଆମକୁ ପରିଶ୍ରମ କରିବାର ଅଛି, ଅଳସୁଆ ପ୍ରକୃତିକୁ ଛାଡ଼ିବାର ଅଛି, ଏକ ଅନୁଶାସନର ସହିତ ଜୀବନରେ ଆଗକୁ ବଢ଼ିବାର ଅଛି। ଯେପରି ପିମ୍ପୁଡ଼ିମାନେ ଧାଡ଼ି ଧାଡ଼ି କରି ଅନୁଶାସନ ସହିତ ସେମାନେ ପଥରେ ଚାଲନ୍ତି ଏବଂ ଜୀବନର କୌଣସି ପ୍ରତିବନ୍ଧକ ଆସିଲେ ମଧ୍ୟ ଆମେ ହାର ମାନିବା ନାହିଁ, ଅନ୍ୟ ରାସ୍ତା ଖୋଜି ଆଗକୁ ବଢ଼ିବା। ଜୀବନରେ ପ୍ରତିବନ୍ଧକ ଆସିବ, ଆମ ପଥରେ ଅନେକ ପ୍ରତିବନ୍ଧକ ଆସିବ, ଶୈତାନ ଆଣିବ, କିନ୍ତୁ ଆମେ ଶୈତାନ ଉପରେ ବିଜୟ ଲାଭ କରିବାକୁ ଆମେ ଅନ୍ୟ ପଥ ଖୋଜିବା, ସେଥିରେ ଯିବା। ବିଶେଷ ବିଷୟ ଆମେ ଶିଖୁ ଭବିଷ୍ୟତରେ କୌଣସି ସମସ୍ୟା ନ ହେଉ, ସେଥିପାଇଁ ଆମେ ବର୍ତ୍ତମାନ ପ୍ରସ୍ତୁତ ରହିବା। ଶୀତ କାଳରେ ବର୍ଷା କାଳରେ ଆହାର ସେମାନେ ଖୋଜିପାରିବେ ନାହିଁ, ତେଣୁ ସେମାନେ ଗ୍ରୀଷ୍ମ କାଳରେ ସଞ୍ଚୟ କରି ରଖନ୍ତି, ଭବିଷ୍ୟତ ପାଇଁ ଚିନ୍ତା କରନ୍ତି, ଭବିଷ୍ୟତରେ ସେମାନଙ୍କ ପାଇଁ କୌଣସି ଅସୁବିଧା ନ ହେଉ। ସେ ପିମ୍ପୁଡ଼ି ଠାରୁ ଆମେ ଶିକ୍ଷା କରୁ ଯେ ଆମ ଜୀବନରେ ମଧ୍ୟ ଭବିଷ୍ୟତରେ ଯେପରି କୌଣସି ସମସ୍ୟା ନ ହେଉ, ସେଥିପାଇଁ ଆମେ ବର୍ତ୍ତମାନ ପ୍ରସ୍ତୁତ ହେବା। ଏବ୍ରୀ ତାର 9 ପର୍ବ 27 ପଦ 28 ପଦ ପାଠ କଲେ ଆମେ ଦେଖୁ ମନୁଷ୍ୟମାନଙ୍କ ନିମନ୍ତେ ଥରେ ମୃତ୍ୟୁ ଓ ତାପରେ ବିଚାର ନିରୂପିତ ଅଛି। ଆଜି ଆମେ ସମସ୍ତେ ଜୀବିତ ଅଛୁ, ଆମକୁ ପରିଶ୍ରମ କରିବାକୁ ପଡ଼ିବ। କେବଳ ସାଂସାରିକ ବିଷୟରେ ପରିଶ୍ରମ ନୁହଁ, ବରଂ ଆତ୍ମିକ ବିଷୟରେ ପରିଶ୍ରମ ମଧ୍ୟ କରିବାକୁ ହେବ। କାରଣ ଦିନ ଆସିବ ଯେଉଁଦିନ ଆମେ ଜଗତକୁ ତ୍ୟାଗ କରିବୁ ଏବଂ ତାପରେ ଆମର ବିଚାରର ସମୟ ଆସିବ। ସେଦିନ ପ୍ରଭୁ ଆମକୁ ପଚାରିବେ, ମୁଁ ଏତେ ସୁନ୍ଦର ଜୀବନ ଦେଇଥିଲି, କ'ଣ କଲ? ସମଗ୍ର ଜୀବନ କାଳରେ ତୁମେ କ'ଣ କଲ? ଆମେ କ'ଣ ଉତ୍ତର ଦେବା? ତେଣୁ ପ୍ରଭୁ ଆମକୁ ଯେଉଁ ଜୀବନ ଦେଇଛନ୍ତି, ତାଙ୍କର ଉଦ୍ଦେଶ୍ୟ ପୂର୍ଣ୍ଣ କରିବା ନିମନ୍ତେ ଆମକୁ ଚିନ୍ତା କରିବାକୁ ପଡ଼ିବ। ଆଜି ପରିଶ୍ରମ କରିବାକୁ ପଡ଼ିବ। ପ୍ରାର୍ଥନା, ବାକ୍ୟ ପଠନ, ଏଥିରେ ବେଶୀ ସମୟ ଦେବାକୁ ହେବ, ଯାହାଦ୍ୱାରା ବିଚାର ସମୟରେ ପ୍ରଭୁଙ୍କ ସମ୍ମୁଖରେ ଆମେ ଲଜ୍ଜିତ ହେବା ନାହିଁ। ତେଣୁ ପିମ୍ପୁଡ଼ି ଯେପରି ଗ୍ରୀଷ୍ମ କାଳରେ ଆହାର ସଞ୍ଚୟ କରି ବର୍ଷା ଋତୁରେ ଚିନ୍ତିତ ନ ହୋଇ ଶାନ୍ତିର ଜୀବନ କାଟିଥାଏ, ସେପରି ଆମର ସମୟ ଥାଉ ଥାଉ ଆମେ ଆତ୍ମିକ ଭାବରେ ବଳିଷ୍ଠ ହେବା ଏବଂ ବିଚାର ସମୟରେ ଲଜ୍ଜିତ ନ ହୋଇ ଗୌରବାନ୍ୱିତ ହେବା। ପ୍ରଭୁ ଅଳ୍ପ ଚିନ୍ତାରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।